हाय पिलाମାନେ ମୁଁ ସୁଶ୍ରୀ ଶିକ୍ଷା ଶାଶ୍ୱତୀ ଚ୍ୟାନେଲ କୁ ତମମାନଙ୍କୁ ସ୍ୱାଗତ ଆଶା କରେ ତମମାନେ ଭଲରେ ଥିବ ତମମାନଙ୍କର କୋର 1 କୋର 2 ପ୍ଲସ୍ 3 ପିଲାଙ୍କର କୋର 1 କୋର 2 ସବୁ ଟପିକ ଅଲରେଡି ଆଲୋଚନା ହେଇ ସାରିଛି ଏଇଟା ଗୋଟେ ବାକି ଥିଲା ସମ୍ବୋଧ ଗୀତିକା ଆଉ ମେ ବି ଗୋଟେ ପ୍ରବନ୍ଧ ଅଛି ତ ଆମେ ଆଜି ସମ୍ବୋଧ ଗୀତିକା ସମ୍ପର୍କରେ ଆଲୋଚନା କରିବା ତାର ଗୋଟେ ଲଙ୍ଗ କ୍वेଶ୍ଚन ସମ୍ବୋଧ ଗୀତିକାର ଲଙ୍ଗ କ୍वेଶ୍ଚନ ପିଡିଏଫ ଟାକୁ ମୁଁ ତମକୁ ଶୋ କରୁଛି ତମମାନେ ଦେଖୁଥିବ ଦରକାର ଯାହାର ଭିଡିଓ ଦେଖିଲା ବେଳେ ସ୍କ୍ରିନଶଟ ମାରିକି ତମେ ସେଟାକୁ ଲଙ୍ଗ କ୍ୱେଶ୍ଚନ ରେ ଆଡ୍ କରିପାରିବ ଲେଖିପାରିବ କିଛି ପ୍ରୋବ୍ଲେମ ନାହିଁ ତ ସମ୍ବୋଧ ଗୀତିକାର ସଂଜ୍ଞା ସ୍ୱରୂପ ଆଲୋଚନା କରିବା ଫାର୍ଷ୍ଟ ଦେଖ ଗୀତି କାବ୍ୟ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ଗୀତି କାବ୍ୟ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ମାନବର ସୂକ୍ଷ୍ମ ଭାବ ଅନୁଭୂତି ବେଦନା ଆନନ୍ଦ ପ୍ରେମ ଓ ଆଶାକୁ ସଂକ୍ଷିପ୍ତ ଏବଂ ସଙ୍ଗୀତମୟ ଭାବରେ ଉପସ୍ଥାପନ କରୁଥିବା କାବ୍ୟକୁ ଗୀତି କାବ୍ୟ କୁହାଯାଏ ଏହି ଗୀତି କାବ୍ୟର ଏକ ବିଶେଷ ପ୍ରକାରର ହେଉଛି ସମ୍ବୋଧ ଗୀତିକା ଏଠାରେ କବି ନିଜ ମନର ଭାବକୁ ସିଧାସଳଖ ତାହାକୁ ସମ୍ବୋଧନ କରି ପ୍ରକାଶ କରନ୍ତି ତ ସମ୍ବୋଧ ଗୀତିକାର ସଂଜ୍ଞା ଯେଉଁ ଗୀତି କାବ୍ୟରେ କବି ନିଜର ଭାବାନ୍ତରିକ ଭାବ ଆନ୍ତରିକ ଭାବ ଭାବନା ବେଦନା କିମ୍ବା ଆନନ୍ଦକୁ କୌଣସି ବ୍ୟକ୍ତି ବସ୍ତୁ ପ୍ରକୃତି ଦେବତା କିମ୍ବା କଳ୍ପିତ ସତ୍ତାକୁ ସମ୍ବୋଧନ କରି ପ୍ରକାଶ କରନ୍ତି ସେହି ପ୍ରକାର ଗୀତି କାବ୍ୟକୁ ସମ୍ବୋଧ ଗୀତିକା କୁହାଯାଏ ପିଲାମାନେ ସମ୍ବୋଧ ଗୀତିକା କାହା କୁହାଯାଏ ନା କବି କଣ କରନ୍ତି ସମ୍ବୋଧ ଗୀତିକା ସବୁବେଳେ ମାନେ ଗୀତ ଆକାରରେ ହେଇଥାଏ ତାକୁ ପଢିଲେ ଲାଗେ ହଁ ଗୋଟେ ତାଳମେଳ ଖାଉଛି ସେମିତି ହେଇଥାଏ ତ କଣ ହେଇଥାଏ ନା କବି କଣ କରନ୍ତି ନା କୌଣସି ବସ୍ତୁକୁ କୌଣସି ଦେବତାଙ୍କୁ କିମ୍ବା କୌଣସି ପ୍ରାକୃତିକ ଜିନିଷକୁ ସମ୍ବୋଧନ କରିକି ଯେମିତି ଆମର କୋଇଲି ସାହିତ୍ୟ ଥିଲା କୋଇଲିକୁ କୋଇଲିଲ ବୋଲି ସମ୍ବୋଧନ କରାହଉଥିଲା କୋଇଲି ସାହିତ୍ୟରେ ଯେମିତି ତ ଠିକ ସେମିତି କବି ସମ୍ବୋଧ ଗୀତିକାରେ ଗୋଟେ ପ୍ରକୃତିର କିଛି ଜିନିଷ କିମ୍ବା ଦେବାଦେବୀ କିମ୍ବା କୌଣସି ଗୋଟେ ବ୍ୟକ୍ତି ବିଶେଷଙ୍କର ନାଁକୁ ସମ୍ବୋଧନ କରିକି ଗୀତଟାକୁ ଲେଖନ୍ତି ସମ୍ବୋଧ ଗୀତିକା ଲେଖନ୍ତି ସେହି ପ୍ରକାର ଗୀତି କାବ୍ୟକୁ ସମ୍ବୋଧ ଗୀତିକା କୁହାଯାଏ ଏହି ପ୍ରକାର କବିତାରେ କବି ଏକାଳାପ ଭାବରେ କଥା କହିଥାନ୍ତି ଓ ତାଙ୍କ ମନର ଅନୁଭୂତି ସମ୍ବୋଧନର ମାଧ୍ୟମରେ ଉଦ୍ଘାଟିତ ହୁଏ ତାଙ୍କ ମନର ଯାହାବି କିଛି ଅନୁଭୂତି ଯାହାବି ମନରେ ସେ କିଛି କହିବାକୁ ଚାହୁଁଛନ୍ତି ପାଠକ ମାନଙ୍କୁ ଯାହାବି ସନ୍ଦେଶ ଦେବାକୁ ଚାହୁଁଛନ୍ତି ସେଇ ମନର ଭାବନାକୁ ସେ ସମ୍ବୋଧ ଗୀତିକା ମାଧ୍ୟମରେ ଗୀତ ଆକାରରେ ଗାଇଥାନ୍ତି ସମ୍ବୋଧ ଗୀତିକାର ସ୍ୱରୂପ ବା ବୈଶିଷ୍ଟ୍ୟ ପିଲାମାନେ ବୈଶିଷ୍ଟ୍ୟ ସ୍ୱରୂପ ଇଂଲିଶରେ ନେଚର ପ୍ରକୃତି ଏ ସବୁ ସେମ ଜିନିଷ ତମାନେ କନଫ୍ୟୁଜ ହବନି ବୈଶିଷ୍ଟ୍ୟ ସ୍ୱରୂପ ପ୍ରକୃତି ଅଲଗା ଅଲଗା ବୋଲି ସମ୍ବୋଧ ପ୍ରଧାନ ସମ୍ବୋଧ ଗୀତିକାର ସର୍ବପ୍ରଧାନ ବୈଶିଷ୍ଟ୍ୟ ହେଉଛି ସମ୍ବୋଧନ ସମ୍ବୋଧ ଗୀତିକା ବୋଲି ତମେ କେମିତି ଜାଣିବ ଗୋଟେ କବିତା ଅଛି ସେଟା ଗୋଟେ ସମ୍ବୋଧ ଗୀତି କବିତା ବୋଲି କେମିତି ଜାଣିବ ନା ସେଠି କିଛି ଗୋଟେ ନାଁରେ ସମ୍ବୋଧନ କରାହଉଥିବ କବି କେବେ ପ୍ରିୟତମାକୁ କେବେ ଦେଶକୁ କେବେ ପ୍ରକୃତିକୁ କେବେ ଭଗବାନକୁ କିମ୍ବା କେବେ ଜଡ ବସ୍ତୁକୁ ମଧ୍ୟ ସମ୍ବୋଧନ କରି ନିଜ ଭାବ ପ୍ରକାଶ କରନ୍ତି ନିଜ ପ୍ରିୟତମା ବା ପ୍ରେମିକାର ନାଁ ଧରିକି ସମ୍ବୋଧନ କରନ୍ତି କିମ୍ବା ଦେଶକୁ ନେଇକି ଦେଶ ମାତୃକାକୁ ନେଇକି ସମ୍ବୋଧନ କରନ୍ତି କିମ୍ବା ପ୍ରକୃତିର କିଛି ଜିନିଷକୁ ନେଇକି ସମ୍ବୋଧନ କରନ୍ତି ଯୋଉ ବିଷୟରେ ସେ ଲେଖନ୍ତି ସେଇ ବିଷୟକୁ ସମ୍ବୋଧନ କରନ୍ତି ନେକ୍ସଟ ବ୍ୟକ୍ତିଗତ ଭାବ ଅନୁଭୂତି ଏହି ଗୀତି କବିତାରେ କବି ନିଜସ୍ୱ ଭାବାନୁଭୂତି ପ୍ରଧାନ ଭୂମିକା ନିଭାଏ ସାମୂହିକ କିମ୍ବା ସାମାଜିକ ଚିନ୍ତା ଠାରୁ ଅଧିକ ବ୍ୟକ୍ତିଗତ ମନୋଭାବ ଏଠାରେ ପ୍ରକାଶ ପାଏ ସାମାଜିକ ଚିନ୍ତା ମାନେ ସମାଜ ପାଇଁ କିଛି ଚିନ୍ତା ଏଥିରେ କମ ଥାଏ ମାନେ ସମାଜକୁ ଲକ୍ଷ୍ୟ କରି କମ ଲେଖା ଯାଇଥାଏ ନିଜ ମନର ଭାବନାଟାକୁ ଏଥିରେ ବେଶୀ ଲେଖିଥାନ୍ତି କବି ନିଜ ମନର ଅନୁଭୂତିଟାକୁ ବେଶୀ ଲେଖିଥାନ୍ତି ଏକାଳାପ ଶୈଳୀ ସମ୍ବୋଧ ଗୀତିକା ସାଧାରଣତଃ ଏକାଳାପ ରୂପେ ରଚିତ ହୁଏ କବି ନିଜେ କଥା କହନ୍ତି ଓ ଅନ୍ୟ ପକ୍ଷକୁ କୌଣସି ପ୍ରତିକ୍ରିୟା ଆଶା କରନ୍ତି ନାହିଁ ଏକାଳାପ ଅର୍ଥାତ ଏକା ଏକା ଆଳାପ କରନ୍ତି ଏକା ଏକା କୁହନ୍ତି ସେ ନିଜେ ତାଙ୍କର ମନର ଭାବନାକୁ କୁହନ୍ତି ସେ ଆଶା ରଖନ୍ତିନି କି ମୁଁ ଏଇ ପଦଟା ଲେଖିଲେ ନେକ୍ସଟ ପଦ ଆଉ କିଏ କହିବ କି କଣ ନିଜେ ସେ କବି ନିଜ କଥା ନିଜେ କହନ୍ତି ଅନ୍ୟ ପକ୍ଷକୁ କୌଣସି ପ୍ରତିକ୍ରିୟା ଆଶା କରନ୍ତି ନାହିଁ ଆମେ ଯେମିତି ଗୋଟେ ଉପନ୍ୟାସ ଲେଖୁଛୁ କବି ଉପନ୍ୟାସିକ ଲେଖୁଛନ୍ତି କି ଗୋଟେ ଗଳ୍ପ ନାଟକ ଲେଖୁଛନ୍ତି ସେ ଔପନ୍ୟାସିକ ବା ନାଟ୍ୟକାର ଆଶା କରୁଛନ୍ତି କି ମୁଁ ଏଇଟା ଯାହା ଲେଖିବି ସମାଜ ପାଇଁ ଏଇଟା କୋଉ ଟାଇପର ସଂସ୍କାର କଲା କି ସମାଜ ପାଇଁ କଣ ଏହା ସନ୍ଦେଶ ଦେଲା ମତେ ପଢି ସାରିଲା ପରେ
समालोचक माने होंतु कि लोक माने होंतु कि पाठक माने मते सेटाको पुणी रिटर्न देबे कि कोन पढु कोन से माने बुझिचंती ए उपन्यास रु नाटक रु कोन बुझिचंती समाज पई कोन अछि एटा जेहेतु सामाजिक जिंस बेसी किछि न थाए निज मनर भावना थाए निज मनर जोटा फीलिंग्स बोली कहू सेटा थाए तो सेथि पई एथि लोक किछि कहि माने प्रतिवाद करिकि कि ता कविंकर प्रतिपक्ष रे केही कहिया पई न थांती से निजर मन इच्छा लेखंती मनर भावना को भावर तीव्रता एही प्रकार कवितारे भावर तीव्रता और आवेग बहुत गभीर होइଥାଏ प्रेम विरह वेदना आशा निराशा प्रभृति भाव तीव्र भाव प्रकाश पाए एई भलिया कवितारे संबोध गीतिकारे प्रेम विरह भावना आशा ए सब जिनसटा बेसी प्रकाश पाए तीव्र भावरे माने पूरा गभीर भावरे प्रकाश पाए संगीत संगीतात्मकता गीति काव्य हेबारु संबोध गीतिकारे संगीतात्मक गुण थाए छंद ताल अनुप्रास और लय एहाकु मधुर करे सिंपल कथा लेखा है जे एटा निहाती छंद ताल मेल गीतर ताल मेल खाउथिबो पद पडुथिबो संबोध गीतिकारे कवि निज भाव को सुंदर करबा पई कल्पना और रूपकर व्यवहार कवि निज भाव को सुंदर करबा पई कवि निज भाव को सुंदर करबा पई कल्पना रूपक उपमा अलंकार आदि सहायता नै थांती एहा कविता को कलात्मक रूप देता है से जहाँ भी मनर भाव को प्रकाश करती किसी अलंकार शब्द चातुरी किछिटा साहित्यिक क्लिष्ट शब्द सब किछि व्यवहार करके से लेखन एटा को प्राकृतिक सह संवाद अनेक संबोध गीतिकारे कवि प्रकृति को जीवन सत्ता भाबे देखि ସେହି सह କଥା ହୁଅନ୍ତି ମାନେ ସେହି ସହ ନୁହଁ ପ୍ରକୃତି ସହ କଥା ହୁଅନ୍ତି ତାହା ସହ କଥା ହୁଅନ୍ତି ପ୍ରକୃତି को ଭାବନ୍ତି କବି କଣ ଏଇଠି ପ୍ରକୃତି କବି ସମ୍ବୋଧ ଗୀତିକାରେ କଣ ଭାବନ୍ତି ନା ପ୍ରକୃତି ହଉଛି ଗୋଟେ ଜୀବନ୍ତ ସେ କଥା କହୁଛି ସେ ଚାଲୁଛି ସେ ସବୁ କିଛି ଶୁଣୁଛି ତ ତାକୁ ସମ୍ବୋଧନ କରିକି କହନ୍ତି ନଦୀ को पहाड़ को चंद्र को पवन को इत्यादि को संबोधन करके कुहाଯାଏ नेक्स्ट भाषार सरलता और माधुर्य संबोधन गीतिकार भाषा साधारणतः सरल भावमय और माधुर्यपूर्ण होइଥାଏ जटिल गठन ठारू भावर स्पष्टता को अधिक गुरुत्व दिया जाए जटिल वर्ड व्यवहार करा जाए माने कष्ट शब्द व्यवहार करा जाए प्राय सिंपल होइଥାଏ सरल होइଥାଏ बुझी हुए मिठा लगे पढ़िबा को लगे एमिति मधुरता से गीति काव्य रही है संबोध गीतिकार रही है जेहेतु सेटा गोटे गीति काव्यर गोटे पार्ट से गीति काव्य भाया गीतमय सेटा होता है संबोध गीतिकाटा उपसंहार कनक्लूजन देख संबोध गीतिका गीति काव्यर एक अत्यंत हृदयस्पर्शी प्रकार एठारे कवि निज मनर गुप्त भाव को संबोधन माध्यम सार गर्भित भावे प्रकाश करती सुंदर भावे सिंपल वर्ड लिखा है जे निहाती रूपे तुम मन को इटा लॉन्ग क्वेश्चन लिखि पारिबो बहुत भल हम लिखिले जो मैंने नुआ अच्छे चैनल को पिला माने सब्सक्राइब करदब कहीं एमती तुम मानकर सब टॉपिक रे मो वीडियो आनी सारी नुआ अच्छे जब देखीदब जो मैंने पुराना पिला से तो देखुच तो हाँ यह मानवर आंतरिक अनुभूति को सुंदर और संगीतमय रूप दे साहित्य को समृद्ध करे पिला माने एटा तार कनक्लूजन थिला प्रत्येक लॉन्ग क्वेश्चन लेन कनक्लूजन टा मोस्ट इंपोर्टेंट सेटा रहिबो ही रहिबो कंपलसरी तो पिला माने तम माने अंकर वीडियो एटा कोर्स भीतर थिला कोर 2 रे थिला तो एटा आज कंप्लीट हेछि बाकी पिला मानकर आउ कोन सब्जेक्ट तम मानकर रहिला किछि मत तमे निहाती कमेंट सेक्शन ले कमेंट करिवो जहा को भल लागिला निहाती रूपे कमेंट रे कहिवो कोन लागिला कोन नाही आउ बाकी कंफ्यूज कोन रहिला तम मानकर जणैबो नेक्स्ट को वीडियो तम मान को दरकार सेटा भी जणै परिबो आगामी वीडियो रे देखा बा रहउची धन्यवाद जय जगन्नाथ।